ମୋ ପାଖ ପଡ଼ୋଶୀ ଘରେ 19 ବର୍ଷର ଏକ ଝିଅ ଚାକରାଣୀ ଥିଲା। ସେହି ଝିଅଟି ଦିନ ରାତି ତାଙ୍କ ଘରେ ରହି କାମ କରୁଥିଲା। ଦିନେ ତାଙ୍କ ମାଲିକାଣୀ କହିଲେ ଯେ ସେ ସକାଳୁ ଘରୁ ନିଖୋଜ ଅଛି ଏବଂ ତାପରେ ଏପରି କିଛି ଘଟିଗଲା ଯାହା ମୁଁ କଳ୍ପନା କରିନଥିଲି। ସେହି ଝିଅଟି ମୋ ଘରର ବାଥରୁମରେ ମୋ ସ୍ୱାମୀ ସହ। ମୋ ନାମ ନୀତି। ମୁଁ ମୋ ସ୍ୱାମୀ ରିକିଙ୍କ ସହିତ ଏକ ବଡ଼ ସହରରେ ରହେ। ମୋ ସ୍ୱାମୀ ଏକ ଭଲ କମ୍ପାନୀରେ ଚାକିରି କରନ୍ତି। ସେ କାମ ଆରମ୍ଭ କରିବାର 2 ବର୍ଷ ବିତିଗଲାଣି। ଆମ ବିବାହର ମାତ୍ର 1 ବର୍ଷ ବିତିଥିଲା। ବିବାହ ପରେ ମୁଁ ତାଙ୍କ ସହ ଏଠାରେ ରହିବାକୁ ଆସିଥିଲି। ସେ ଏକ ଭଲ ସୋସାଇଟିରେ ଭଡ଼ା ଘର ନେଇଥିଲେ। ପାଖରେ ବହୁତ ବଡ଼ ବଡ଼ ଅଟ୍ଟାଳିକା ଅଛି। ଏଠାରେ ରହିବା ଏକ ଭିନ୍ନ ଦୁନିଆ ପରି ମନେ ହୁଏ। ମୋର ବିବାହ ହେବାର 1 ବର୍ଷ ବିତିଗଲାଣି। ମୁଁ ମଧ୍ୟ ଭାବିଲି ମୋର ଚାକିରିକୁ ଫେରିଯିବା ଉଚିତ। ଯଦିଓ ରବି ଚାକିରି କରିବାକୁ ମନା କରୁଥିଲେ ଯେ ସେ ଭଲ ରୋଜଗାର କରନ୍ତି। ମୋର ଚାକିରି ଆବଶ୍ୟକ କ'ଣ? ତଥାପି ମୁଁ ଚାକିରିରେ ଯୋଗ ଦେଲି। ଚାକିରି ସହିତ ଘରୋଇ କାମ କରିବାରେ ଅସୁବିଧା ହେଉଥିଲା। ସେଥିପାଇଁ ମୁଁ ଘରେ କାମ କରିବାକୁ ଜଣେ ଚାକରାଣୀ ନିଯୁକ୍ତି କରିବାକୁ ଚିନ୍ତା କଲି। କିନ୍ତୁ ବଡ଼ ସହରରେ ଭଲ କାମ କରୁଥିବା ଲୋକକୁ ଖୋଜିବା ଅଧିକ କଷ୍ଟକର। ଜଣେ ଏତେ ଶୀଘ୍ର କାହା ଉପରେ ବିଶ୍ୱାସ କରିପାରିବ ନାହିଁ। ଆମ ସୋସାଇଟିରେ ଖୋଜିଲି। ମୁଁ ନିକଟ ଘରେ ଚାକରାଣୀ ସହିତ କଥା ହେଲି କିନ୍ତୁ ଆଉ କୌଣସି କାମ ନେବାକୁ କେହି ଚାହୁଁନଥିଲେ। ସେଥିପାଇଁ ସମସ୍ତେ ମୋତେ ପ୍ରତ୍ୟାଖ୍ୟାନ କଲେ। ମୁଁ ରବିଙ୍କୁ ଏହା କହିଲି ଏବଂ ସେ କାମ କରିବାକୁ କାହାକୁ ଖୋଜିବାକୁ କହିଲି। ରବି କହିଲେ ଯେ ସେ କିଛି ଯୋଗାଡ଼ କରିବେ। କିଛି ଦିନ ପରେ ସେ ଘରର କାମ ପାଇଁ ଜଣେ ଚାକରାଣୀ ନିଯୁକ୍ତି କଲେ। ରବି ତାଙ୍କୁ ବିବାହ ପୂର୍ବରୁ ଜାଣିଲେ। ରବି ସେଠାରୁ ନିଜ ପାଇଁ ଖାଦ୍ୟ ଅର୍ଡର କରୁଥିଲେ। ତାଙ୍କ ନାମ ରାକ୍ଷୀ ଥିଲା। ସେ 42 ବର୍ଷ ବୟସରେ ଥିଲେ। ମୁଁ ବହୁତ ଶାନ୍ତି ପାଇଲି। ବର୍ତ୍ତମାନ ମୁଁ ମୋର ଚାକିରି କାମକୁ ଆରାମରେ କରିପାରିଲି। ସକାଳ ଓ ସନ୍ଧ୍ୟାରେ ରୋଷେଇ କରିବାରେ କୌଣସି ଅସୁବିଧା ନଥିଲା। କିଛି କର୍ମୀ ଘରକୁ ମଝିରେ ମଝିରେ ଆସୁଥିଲେ। ସେ ବହୁତ ଭଲ ଖାଦ୍ୟ ରାନ୍ଧୁଥିଲେ ଏବଂ ରବି ପୂର୍ବରୁ ତାଙ୍କ ରନ୍ଧା ଖାଦ୍ୟ ମଧ୍ୟ ଖାଇଥିଲେ। ତେଣୁ ସେ ଜାଣିଥିଲେ। ସେଥିପାଇଁ ସେ ତାଙ୍କୁ ଆଣିଥିଲେ। ମୋ ସ୍ୱାମୀ ସକାଳେ କାମ କରିବାକୁ ଯାଉଥିଲେ। ମୁଁ ତାଙ୍କ ପଛେ ପଛେ ଯାଉଥିଲି ଏବଂ ମୁଁ ତାଙ୍କ ଆଗରୁ ଆସୁଥିଲି। ମୁଁ ପହଞ୍ଚିବା ପୂର୍ବରୁ ରାକ୍ଷୀ କାମ କରିବାକୁ ଆସୁଥିଲେ। ସେଥିପାଇଁ ଘରର ଚାବି ମଧ୍ୟ ତାଙ୍କ ପାଖରେ ରହିଲା। ସନ୍ଧ୍ୟାରେ ଆସିବା ବେଳେ ମୁଁ ସୋସାଇଟିର ମହିଳାମାନଙ୍କ ସହ କିଛି ସମୟ କଥା ହେଉଥିଲି। ମୁଁ ବର୍ତ୍ତମାନ ପ୍ରାୟ ସମସ୍ତଙ୍କୁ ଜାଣିଥିଲି। ସନ୍ଧ୍ୟାରେ ସୋସାଇଟିର ସମସ୍ତ ମହିଳା ମଧ୍ୟ ବୁଲିବାକୁ ବାହାରକୁ ଆସୁଥିଲେ। ଏହିପରି ଗୋଟିଏ ଦିନ ମୁଁ ଯେତେବେଳେ ସମସ୍ତଙ୍କ ସହିତ କଥାବାର୍ତ୍ତା କରୁଥିଲି ସେତେବେଳେ ମୁଁ ଏକ ଖବର ଜାଣିବାକୁ ପାଇଲି ଯେ ଗୋଟିଏ ପରିବାର ଆମ ଘରଠାରୁ 5ଟି ଘର ଛାଡ଼ି ରହୁଥିଲେ। ଏହା ଏକ ବଡ଼ ମହଲ ଥିଲା ଓ ସେମାନଙ୍କର ନିଜ ଘର ଥିଲା। ସେହି ଘରେ କାମ କରୁଥିବା ଜଣେ ଝିଅ ପ୍ରାୟ 19 ବର୍ଷ ସକାଳୁ ଘରେ ନଥିଲା। ସେହି ଝିଅଟି ସେମାନଙ୍କ ଘର କାମ କରିବା ସହିତ ସେଠାରେ ରହୁଥିବା ସେହି ମାଉସୀ କହୁଥିଲେ ଯେ ଯେତେବେଳେ ସେ ସକାଳୁ ଉଠିଲେ ସେହି ଝିଅ ଘରେ ନଥିଲା।
ମୁଁ ଯେତେବେଳେ ଫୋନ୍ କଲି ତା ଫୋନ୍ ମଧ୍ୟ ବନ୍ଦ ଥିଲା। ସୋସାଇଟିରେ କେହି ତାକୁ ଯିବାବେଳେ ଦେଖିନଥିଲେ। ମାଉସୀ କହିଲେ ଯେ ତାକୁ ଘର ଯାଞ୍ଚ କରିବାକୁ ପଡ଼ିବ। କିଏ ଜାଣେ ସେ ସାଙ୍ଗରେ କିଛି ନେଇଥିବ କି ନାହିଁ। ଝିଅଟି ବହୁତ ଭଲ ଥିଲା, କିନ୍ତୁ ଆଜିକାଲି କେହି ଜାଣିପାରିବେ ନାହିଁ କେତେବେଳେ କିଏ ବଦଳିଯିବ। ମୁଁ ସେହି ଝିଅକୁ ମଧ୍ୟ ଭେଟିଥିଲି। ସେ ଜଣେ ସୁନ୍ଦର ଝିଅ ଏବଂ ଭଲ ଭାବରେ କଥା ବି ହେଉଥିଲା। ମୁଁ ତାକୁ ଏତେ ବି ଜାଣିନାହିଁ। ସମସ୍ତ କଥାବାର୍ତ୍ତା ଏବଂ ସନ୍ଧ୍ୟା ଭ୍ରମଣ ପରେ ମୁଁ ଘରକୁ ଆସିଲି। ଆମେ ଆସିବାର କିଛି ଘଣ୍ଟା ପରେ ରବି ଆସିଥିଲେ, କିନ୍ତୁ ଆଜି ମୁଁ ତାଙ୍କ କାରକୁ ଘର ବାହାରେ ଦେଖିଲି। ସେ ଆଜି ଏତେ ଶୀଘ୍ର କିପରି ଆସିଲେ ଭାବି ମୁଁ କବାଟ ଆଡ଼କୁ ଯାଉଥିଲି। ମୁଁ ମୋ ଚାବିରେ କବାଟ ଖୋଲିଲି, କିନ୍ତୁ ଭିତରୁ ତାଲା ପଡ଼ିଥିବାରୁ ଏହା ଖୋଲିଲା ନାହିଁ। ମୁଁ କବାଟ ବାଡ଼େଇଲି, କିନ୍ତୁ କିଛି ସମୟ ଠିଆ ହେବା ପରେ କବାଟ ଖୋଲିଲା ନାହିଁ। କିଛି ସମୟ ପରେ ସେ ଆସି କବାଟ ଖୋଲିଲେ। ରବି କହିଲେ, ତମେ କେତେବେଳେ ଆସିଲ? ତାଙ୍କ ମୁହଁରେ ଏକ ଅଦ୍ଭୁତ ଭୟ ଥିଲା ଏବଂ ମୁଁ ତାଙ୍କୁ ପଚାରିଲି, କ'ଣ ହେଲା? ତୁମେ ଏତେ ଭୟଭୀତ କାହିଁକି ଦେଖାଯାଉଛ? ସେ କହିଲେ, କିଛି ନାହିଁ, ମୁଁ ଗାଧୋଉଥିଲି ଏବଂ ମୁଁ ଭିତରୁ କବାଟ ବନ୍ଦ କରିଦେଇଥିଲି। କୌଣସି ଶବ୍ଦ ଶୁଣାଗଲା ନାହିଁ। ତାଙ୍କ କଥା ଶୁଣିବା ପରେ ମୁଁ ମୋ ଶୋଇବା ଘରକୁ ଗଲି। ସକାଳ 9ଟାରୁ ମୁଁ ଘରୁ ବାହାରୁଥିଲି, ତେଣୁ ମୁଁ ବହୁତ କ୍ଳାନ୍ତି ଅନୁଭବ କରୁଥିଲି ଏବଂ ଶୋଇବା ଘରର କବାଟ ବନ୍ଦ କରିବାକୁ ଭୁଲିଗଲି। ତେଣୁ ପବନରେ କବାଟ ଏପ୍ରନ୍ ସେପଟେ କରୁଥିଲା। ସେତେବେଳେ କବାଟ ଖୋଲିଯାଏ। ଆମ ମହଲର ବାଥରୁମ୍ ଓ ଶୋଇବା ଘରର ଦର୍ପଣକୁ ଦୃଶ୍ୟମାନ ହୁଏ। ମୁଁ ଦର୍ପଣ ସାମ୍ନାରେ ଛିଡ଼ା ହୋଇ ମୋ ମେକଅପ୍ ବାହାର କରୁଥିଲି। ସେତେବେଳେ ମୁଁ ସେହି ଝିଅର ଦର୍ପଣରେ ଦେଖିଲି, ତାହା ମଧ୍ୟ ଆମର ସାମ୍ପ୍ରତିକ ବାଥରୁମ୍ରେ। ରବି ମଧ୍ୟ ସେହି ବାଥରୁମ୍ରେ ପଶିଲେ, ଯେଉଁଠି ପୂର୍ବରୁ ସେ ଝିଅଟି ଥିଲା। ମୁଁ ଯାହା ଦେଖିଲି ତାହା ବିଶ୍ୱାସ କରିପାରିଲି ନାହିଁ। ଏହା ଦେଖିବା ପରେ ମୋ ଶୋଇବା ଘରର କବାଟ ପବନ ସହିତ ବନ୍ଦ ହୋଇଗଲା। ବର୍ତ୍ତମାନ ମୁଁ ବାହାରେ କିଛି ଦେଖିପାରିଲି ନାହିଁ। ମୁଁ ମୋ ବିଛଣାରେ ମୁଣ୍ଡରେ ହାତ ରଖି ବସିଗଲି। ମୁଁ ବାହାରକୁ ଯିବାକୁ ଚିନ୍ତା କରୁଥିଲି ଏବଂ ଯାହା ଦେଖିଲି ତାହା ଭୁଲ ହେଉ ବୋଲି ଭାବୁଥିଲି। ଘରର କବାଟ ଖୋଲିବାକୁ ଗଲି। ମୁଁ ଯେତେବେଳେ କବାଟ ଖୋଲିଲି, ବାଥରୁମ୍ କବାଟ ଖୋଲା ଥିଲା ଏବଂ ଉଭୟ ରବି ଏବଂ ସେ ଝିଅ ସେଠାରେ ନଥିଲେ। ମୁଁ କହିପାରିବି ନାହିଁ ଯେ ମୋର ଅବସ୍ଥା ସେତେବେଳେ କ'ଣ ଥିଲା। ମୁଁ ଭାବୁଥିଲି, ରବି କିପରି ସେହି ଝିଅକୁ ଜାଣିଥିଲେ। ଯେତେବେଳେ ମୁଁ ଏଠାରେ ନଥିଲି, ସେତେବେଳେ ସେହି ଝିଅ ରବିଙ୍କ ସହିତ କ'ଣ କରୁଥିଲା, ଆଉ ଏବେ ରବି ତାଙ୍କୁ କେଉଁଠିକୁ ନେଉଛନ୍ତି। ମୁଁ ଭାବିଲି ରବିଙ୍କୁ ଡାକିବା ଉଚିତ। ସେହି ମୁହୂର୍ତ୍ତରେ ତାଙ୍କ ଫୋନ୍ କଲି। ରବି କିଛି ସମୟ ପରେ ଫୋନ୍ ଉଠାଇଲେ। ମୁଁ କିଛି ପଚାରିବା ପୂର୍ବରୁ ରବି କହିଲେ, ମୋର କିଛି କାମ ଅଛି, ମୁଁ କିଛି ସମୟ ପରେ ଆସିବି। ଏହା କହି ରବି ଫୋନ୍ ସଂଯୋଗ ବିଚ୍ଛିନ୍ନ କଲେ। ସେ ମୋତେ ମିଛ କହୁଥିଲେ। ସେ କ'ଣ କରୁଥିଲେ ଯେଉଁଥିପାଇଁ ତାଙ୍କୁ ମୋତେ ମିଛ କହିବାକୁ ପଡ଼ିଲା? ମୁଁ ମୋର ଲୁହକୁ ଆଖିରେ ଧରିଥିଲି
ଏବଂ ମୋର ହୃଦୟକୁ ବୁଝାଉଥିଲି କି ଥରେ ବସି ରବିଙ୍କ ସହ କଥା ହୋଇଯାଏ। ବର୍ତ୍ତମାନ ଠାରୁ କିଛି ଭାବ ନାହିଁ, ବୋଧହୁଏ ଅନ୍ୟ କିଛି ହୋଇଥିବ। କିନ୍ତୁ ତାପରେ ଏହି ଚିନ୍ତା ଆସିଲା। ମୁଁ ତାଙ୍କୁ ଦର୍ପଣରେ ଦେଖୁଥିଲି। ସେ ବାଥରୁମ୍ ଭିତରେ। କିଛି ସମୟ ପରେ ଆମର କାମବାଲି ରାକ୍ଷୀ ଆସି ପହଞ୍ଚିଲା। ଯେତେବେଳେ ସେ ମୋତେ ଏହିପରି ଚିନ୍ତିତ ଦେଖିଲେ, ମ୍ୟାଡ଼ାମ୍ କ'ଣ ହେଲା ବୋଲି ପଚାରିଲେ। ମୁଁ ତାଙ୍କୁ କିଛି କହିଲି ନାହିଁ। ମୋ ରୁମ୍କୁ ଗଲି। ରବି ପ୍ରାୟ 2 ଘଣ୍ଟା ପରେ ଘରକୁ ଆସିଥିଲେ। ମୁଁ ତାଙ୍କ ଚେହେରା ଦେଖିବା ପରେ କ୍ରୋଧିତ ହେଉଥିଲି। ମୁଁ ପଚାରିଲି, କୁଆଡ଼େ ଯାଇଥିଲ? ସେ କହିଲେ ଯେ କିଛି କାମ ଥିଲା। ସେ ମୋତେ ପୁଣି ମିଛ କହୁଥିଲେ। ମୁଁ ବହୁତ ରାଗିଗଲି। କିନ୍ତୁ ଘରେ ରାକ୍ଷୀ ଥିବାରୁ ମୁଁ ମୋର କ୍ରୋଧକୁ ନିୟନ୍ତ୍ରଣ କଲି। ମୁଁ ଏହା ଚାହୁଁନଥିଲି କି ଏ କଥା ବାହାରକୁ ଯାଉ। ମୁଁ ଭାବିଲି ରାତିରେ ମୁଁ ରବି ସହ କଥା ହେବି। ଆମେ ଦୁହେଁ ଖାଇବାକୁ ଟେବୁଲରେ ବସିଲୁ। ରାକ୍ଷୀ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଖାଇବା ରଖିବା ପରେ ରାକ୍ଷୀ କହିଲେ, ସାର୍, ଆପଣ ଆଜି ବହୁତ ଭଲ କାମ କରିଛନ୍ତି। ରବି କହିଲା ଯେ ଯଦି ମୁଁ ଟିକେ ବିଳମ୍ବ କରିଥାନ୍ତି ତେବେ ବସ୍ ହରାଇଥାନ୍ତି। ତେଣୁ ମୁଁ ପହଞ୍ଚିବା ମାତ୍ରେ ଚାଲିଗଲି। ମୁଁ କ'ଣ ହେଉଛି ବୋଲି ପଚାରିଲି। ରାକ୍ଷୀ କହିଲା, ମ୍ୟାଡ଼ାମ୍, ସେହି ଝିଅଟି ପଡ଼ୋଶୀ ଘରେ ରହୁଥିଲେ। ମୋ କାମ କରୁଥିଲା। ତାଙ୍କୁ ବାଧା ଦେବାବେଳେ ମୁଁ କହିଲି, ହଁ, ସକାଳଠାରୁ ନାହିଁ ବୋଲି ସୋସାଇଟିରେ ଆଲୋଚନା ହେଉଥିଲା। ରାକ୍ଷୀ ଏପରି କିଛି କହିଲା ଯାହା ମୁଁ ଭାବି ନଥିଲି। ରାକ୍ଷୀ କହିଲା ଯେ ସେ ଏକ ଛୋଟ ଗାଁରୁ ଆସିଥିଲା। ତାଙ୍କ ଘରର ଅବସ୍ଥା ଖରାପ ଥିବାରୁ ତାକୁ ଏଠାରେ କାମ କରିବାକୁ ପଡ଼ୁଥିଲା। ଝିଅଟି ତାଙ୍କ ଘରକୁ ଯିବାକୁ ଚାହୁଁଥିଲା, କିନ୍ତୁ ସେହି ଘରର ମାଲିକାଣୀ ତାଙ୍କୁ ଯିବାକୁ ଦେଉନଥିଲେ। ସେମାନେ ତାକୁ ଟଙ୍କା ମଧ୍ୟ ଦେଉନଥିଲେ। ସେହି ଘରେ ତାକୁ ଦିନରାତି 8 ଜଣଙ୍କ ପାଇଁ କାମ କରିବାକୁ ପଡ଼ୁଥିଲା। ସେ କାମ କରିବା ପାଇଁ ଆସୁଥିବା ସମୟରେ କେବଳ 2 ଜଣ ଲୋକ ଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ପରିବାର 8 ଜଣ ଲୋକ ଆସିଥିଲେ। ଦିନ ରାତି କାମ କରି ସେ ଅସୁସ୍ଥ ଓ ଦୁର୍ବଳ ହେବାକୁ ଲାଗିଲା। ସେ କାମ ଛାଡ଼ି ଘରକୁ ଯିବାକୁ କହିବାରୁ ସେମାନେ କହିଲେ, ଯେ ପର୍ଯ୍ୟନ୍ତ ଆମେ କାମ କରିବାକୁ ଅନ୍ୟ କାହାକୁ ନ ପାଇଛୁ ସେ ପର୍ଯ୍ୟନ୍ତ ତୁ ଯାଇପାରିବୁ ନାହିଁ। କାମବାଲି ଖୋଜିବା କଷ୍ଟକର। ସେ ମଧ୍ୟ ଏତେ ବଡ଼ ପରିବାର ପାଇ ତାଙ୍କୁ ଟଙ୍କା ମଧ୍ୟ ଦେଲେ ନାହିଁ। ଅତ୍ୟାଚାର କରିବା ଆରମ୍ଭ କଲେ। ସେ କୌଣସି ପ୍ରକାରେ ଏଠାରୁ ବାହାରକୁ ଯିବାକୁ ଚାହୁଁଥିଲେ। ସେହି ଘରର ଚାକରାଣୀ ତା ଉପରେ ନଜର ରଖିଥିଲେ। ମୁଁ ତା ଅବସ୍ଥା ବିଷୟରେ ଜାଣିଲି। ସେଦିନ ସକାଳେ ତାକୁ ଅଫିସ୍ ଯିବା ପରେ ସେ ଏଠାକୁ ଆସିଥିଲା। ତମେମାନେ ଚାଲିଯିବା ପରେ ମଧ୍ୟ ସେ ଏଠାରେ ଥିଲା ଏବଂ ବହୁତ କାନ୍ଦୁଥିଲା। ମୁଁ ସାର୍ଙ୍କୁ ପୁରା କଥା କହିଲି। ମୁଁ ତୁମଠାରୁ ଅଧିକ ସାର୍ଙ୍କୁ ଭଲ ଜାଣେ। ସେଥିପାଇଁ ମୁଁ ତାଙ୍କୁ ନ କହି ତମ ବିଷୟରେ ତାଙ୍କୁ କହିଥିଲି। ତାଙ୍କୁ ଟିକେ ସାହାଯ୍ୟ କରିବାକୁ ସାର୍ଙ୍କୁ କହିଥିଲି। ସେଥିପାଇଁ ସାର୍ ତାକୁ ତାଙ୍କ ଗାଁ ବସ୍ରେ ବସାଇ ଏବେ ଆସିଲେ। ରବି କହିଲେ, ତେଣୁ ମୁଁ ଅଫିସରେ ଶୀଘ୍ର ଆସିଥିଲି ଏବଂ ଯେତେବେଳେ ମୁଁ ଆସିଲି ସେ ଭୟଭୀତ ହୋଇ ବାଥରୁମ୍ରେ ଲୁଚି ରହିଥିଲା। ତୁମେ ଆସିବା ବେଳେ
ମୁଁ ତା ସହ କଥାବାର୍ତ୍ତା କରୁଥିଲି ଏବଂ ସେ ପୁଣି ବାଥରୁମରେ ଲୁଚି ରହିଲା। ଏସବୁ ଏତେ ଶୀଘ୍ର ଘଟିଗଲା ଯେ ମୁଁ ତୁମକୁ କହିବାକୁ ସମୟ ପାଇଲି ନାହିଁ। ତ ମୁଁ ତାକୁ ବସ୍ଷ୍ଟାଣ୍ଡକୁ ନେଇଗଲି। ଯେତେବେଳେ ମୁଁ ତୁମର କଲ୍ ପାଇଲି ମୁଁ ଭାବିଲି ମୁଁ ଘରକୁ ଯିବି ଏବଂ ତୁମକୁ ସବୁକିଛି ଆରାମରେ କହିବି। ଝିଅଟି ସରଳ ଥିଲା। ସେ ଘରକୁ ଯାଇଥିବାରୁ ଖୁସି ଥିଲା। ରାକ୍ଷୀ ଏବଂ ରବି କ'ଣ କହୁଛନ୍ତି ମୁଁ ବିଶ୍ୱାସ କରିପାରିଲି ନାହିଁ। ରାକ୍ଷୀ କହିଲେ ଯେ ବାହାର ଛୋଟ ସହରରୁ କାମ କରିବାକୁ ଯେଉଁମାନେ ଆସନ୍ତି ସେମାନେ ମଧ୍ୟ ମଣିଷ ଅଟନ୍ତି। ଏ ବଡ଼ ବଡ଼ିଆ ଏହା କେବେ ବୁଝିବେ? ସେ ନିଜର ସ୍ୱାର୍ଥ କାରଣରୁ ତାକୁ ରଖିଥିଲେ। ତାଙ୍କ କଥା ଚିନ୍ତା କରିବା ଉଚିତ। ଏହା ସହିତ ମୋର ହୃଦୟ ମଧ୍ୟ ଏକ ଆଶ୍ୱସ୍ତି ଅନୁଭବ କଲା। ମୁଁ କିପରି ମୋ ସ୍ୱାମୀକୁ ଭୁଲ ବୁଝିଲି। ସେ ଜଣେ ସାଧା ସିଧା ସରଳ ଝିଅକୁ ସାହାଯ୍ୟ କଲେ। ମୁଁ ରାକ୍ଷୀଙ୍କୁ କହିଲି, ଯଦି ତୁମେ ଆଉ କାହାକୁ ଏହିପରି ଅସୁବିଧାରେ ଦେଖିବ କୌଣସି ଚିନ୍ତା ନ କରି ମୋତେ କହିପାରିବ। ଆମେ ମଣିଷ ଅଟୁ ଏବଂ ଆମ ସମସ୍ତଙ୍କର ଇଚ୍ଛା ଅନୁଯାୟୀ ଆମ ଜୀବନ ବଞ୍ଚିବାର ଅଧିକାର ଅଛି। ସମାପ୍ତ। ଜୟ ଜଗନ୍ନାଥ। ଆଶା କରୁଛି କାହାଣୀଟି କେମିତି ଲାଗିଲା। ଯଦି କାହାଣୀଟି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ପୁଣି ଆସିବି ଆଉ ଗୋଟିଏ ସୁନ୍ଦର ଷ୍ଟୋରି ସହିତ। ଏତିକିରେ ମୋତେ ବିଦାୟ ଦିଅନ୍ତୁ। ବାଏ ବାଏ, ଟେକ୍ କେୟାର।